ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ ଅପେକ୍ଷା କରିଛନ୍ତି ସେମାନଙ୍କ ପାଇଁ ଏକ ନୂଆ ନୋଟିସ୍ ଆସିଛି। ନୂଆ ନୋଟିସ୍ ଆପଣମାନେ ପୂର୍ବରୁ ମଧ୍ୟ କିଛିଟା ସୋସିଆଲ ମିଡ଼ିଆରୁ ଜାଣିଥିବେ, କିନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ନୋଟିସ୍ ଆସିବାର କାରଣ କ'ଣ ରହିଛି, ଯେଉଁମାନେ ଆବାସ ଘର ପାଇବା ପାଇଁ ଅପେକ୍ଷା କରିଛନ୍ତି ସେଲ୍ଫ ସର୍ଭେ କିମ୍ବା ଆସୋସିଏଟ୍ ସର୍ଭେ କରିଛନ୍ତି ଆଉ ସେମାନେ ଆବାସ ଘର ପାଇବା ପାଇଁ କେଉଁ କାର୍ଯ୍ୟ କରିବାର ଅଛି ଏହି 15 ତାରିଖ ସୁଦ୍ଧା, ଯାହା ମୁଁ ଆପଣମାନଙ୍କୁ ପ୍ରୁଫ୍ ସହ ଦେଖେଇବି। ଆଉ ଅଳ୍ପ ଦିନ ରହିଲା, ତ ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ସେ କାର୍ଯ୍ୟ ଗୁଡ଼ିକ କରିବାର ଅଛି। ଯଦି ଆପଣମାନେ ଏହି କାର୍ଯ୍ୟ କରିବେନି କେବେ ବି ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବ ନାହିଁ। 15 ତାରିଖ ପରେ ଆପଣମାନଙ୍କର ଆଉ କୌଣସି କଥା ସରକାର ଶୁଣିବେନି। ତ ବର୍ତ୍ତମାନ ବହୁତ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ଜମା ବି ହାତ ଛଡ଼ା କରନ୍ତୁନି। ଏବେ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଜନାକୁ ନେଇ ଏକ ନୂତନ ଲିଷ୍ଟ ପବ୍ଲିସିଟି ହେଇଛି ବୋଲି ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ରହିଛି। ତ ଏହି ଲିଷ୍ଟରେ କେଉଁ ହିତାଧିକାରୀ ମାନଙ୍କର ନାମ ରହିଛି, ତ ଏହି ଲିଷ୍ଟରେ କେଉଁମାନଙ୍କ ନାମ କଟିଯିବ, ତା ସହିତ 15 ତାରିଖ ସୁଦ୍ଧା ଯୋଗ୍ୟ ହିତାଧିକାରୀ ମାନେ କ'ଣ କରିବାର ଆବଶ୍ୟକତା ରହିଛି, ତା ସହିତ ଯେଉଁ ହିତାଧିକାରୀ ମାନେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଘର ଆବାସ ପାଇବା ପାଇଁ ଆବେଦନ କରିନାହାନ୍ତି ସେମାନେ କେମିତି ଆବେଦନ କରିବେ, ଏବଂ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଜନାର ପର୍ଯ୍ୟାୟ 1ରେ ରହିଛନ୍ତି ସେମାନଙ୍କର ସର୍ଭେ ପ୍ରକ୍ରିୟା କେବେଠାରୁ ଆରମ୍ଭ ହେବ, ସମ୍ପୂର୍ଣ୍ଣ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ବିସ୍ତାର ରୂପେ ମୁଁ ଆପଣମାନଙ୍କୁ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ସବୁକିଛି ଜାଣିପାରିବେ। ଚ୍ୟାନେଲରେ ଯଦି ଆପଣମାନେ ପ୍ରଥମ କରି ଭିଡ଼ିଓଟିକୁ ଦେଖୁଛନ୍ତି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ନୋଟିଫିକେସନ୍ ବଟନକୁ ଅନ୍ କରିକି ରଖନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ବର୍ତ୍ତମାନ ଆପଣଙ୍କର ମୋବାଇଲ ସ୍କ୍ରିନ୍ ଉପରେ ଯେଉଁ ନୋଟିସଟି ମୁଁ ଶୋ କରେଇଛି ଆପଣମାନେ ଥରେ ନଜର ପକାନ୍ତୁ। ବହୁତ ଗୁରୁତ୍ୱପୂର୍ଣ୍ଣ ନୋଟିସ୍ ରହିଛି ପ୍ରତ୍ୟେକ ଆବାସ ହିତାଧିକାରୀ ମାନଙ୍କ ପାଇଁ। ଦେଖନ୍ତୁ, ଆପଣଙ୍କ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଘର ଲିଷ୍ଟ ଛପା ହେଲା କି? ଯଦି ଛପା ହେଇଛି ତାହେଲେ ଆପଣମାନେ ଧ୍ୟାନ ଦିଅନ୍ତୁ। ଯଦି ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଘରର ଲିଷ୍ଟ ଯଦି ଆପଣମାନେ ପଞ୍ଚାୟତ ଅଫିସରୁ ପାଉଛନ୍ତି ଆପଣଙ୍କ ପଞ୍ଚାୟତରେ ବିଶେଷ କରି, ତାହେଲେ ଆପଣମାନେ ବିଶେଷ ସୂଚନା ପ୍ରତି ଧ୍ୟାନ ଦିଅନ୍ତୁ। ଯେଉଁ ଦିନ ପରଠାରୁ ପ୍ରଧାନମନ୍ତ୍ରୀ ଆବାସ ଘରର ଲିଷ୍ଟ ଛପାଗଲା ସେଇ ଦିନଠାରୁ 15 ଦିନ ଭିତରେ ଆପଣଙ୍କର ଯାହା ଅଭିଯୋଗ ଅଛି ଅଭିଯୋଗ କରିବେ। ତ ଆପଣମାନଙ୍କର କ'ଣ ଅଭିଯୋଗ ରହିଛି, ଆପଣ ଅଭିଯୋଗ 15 ଦିନ ଭିତରେ କରିବାର ଅଛି। ଏଠି ସାଫ ସାଫ ମେନସନ ରହିଛି, ଆପଣ ଦେଖିବାକୁ ପାଉଥିବେ, ଯୋଉଟା କି ମହତ୍ୱପୂର୍ଣ୍ଣ ସୂଚନା ରହିଛି। 15 ଦିନ ପରେ କିଛି ଶୁଣାଯିବ ନାହିଁ। ଯଦି 15 ଦିନ ଭିତରେ ଆପଣମାନଙ୍କର ଯାହା ବି ଅଭିଯୋଗ ଅଛି ପ୍ରଧାନମନ୍ତ୍ରୀ ଆବାସ ଘରକୁ ନେଇ ଆପଣମାନେ ଅଭିଯୋଗ କରିପାରିବେ, ସେହି ଅନୁସାରେ ସରକାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବେ, ତୁରନ୍ତ ଆପଣମାନଙ୍କ ପାଇଁ କାର୍ଯ୍ୟ କରିବେ। କ'ଣ ସବୁ ଅଭିଯୋଗ କରିବେ ଆସନ୍ତୁ ଜାଣିବା ବିସ୍ତାର ରୂପେ। ତ 1 ନମ୍ବରରେ ଆପଣ ଘର ପାଇଁ ଆବେଦନ କରିଥିଲେ ଏବଂ ଆପଣଙ୍କ ନାମ ଲିଷ୍ଟରେ ଆସିନାହିଁ। ଦେଖନ୍ତୁ, ବହୁତ ହିତାଧିକାରୀ ସେଲ୍ଫ ସର୍ଭେ କିମ୍ବା ଆସୋସିଏଟ୍ ସର୍ଭେ ମାଧ୍ୟମରେ ଆବେଦନ କରିଥିଲେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ। ସେଲ୍ଫ ସର୍ଭେ କହିବାକୁ ଗଲେ ନିଜର ମୋବାଇଲ ମାଧ୍ୟମରେ ଆପଣମାନେ ଆବାସ ପ୍ଲସ୍ ଆପ୍ ମାଧ୍ୟମରେ ସେଲ୍ଫ ସର୍ଭେ କରିଥିବେ। ବହୁତ ଲୋକମାନେ ମଧ୍ୟ ସେଲ୍ଫ ସର୍ଭେ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ। ଆସୋସିଏଟ୍ ସର୍ଭେ କହିଲେ ପଞ୍ଚାୟତ ଅଫିସରେ ଯାଇ ଆପଣମାନେ ପିଓଙ୍କ ଦ୍ୱାରା ଯଦି ସର୍ଭେ ପ୍ରକ୍ରିୟା ମାଧ୍ୟମରେ ଆବେଦନ କରିଛନ୍ତି ତାହେଲେ ମଧ୍ୟ ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ଆପଣ ଯେକୌଣସି ପ୍ରକ୍ରିୟାରେ ଆବେଦନ କରୁଥାନ୍ତୁ ନା କାହିଁକି, କିନ୍ତୁ ଏହି ସୂଚନା ଗୁଡ଼ିକ ଆପଣମାନଙ୍କ ପାଇଁ ନିହାତି ଜରୁରୀ ରହିଛି। ଆପଣମାନେ ଆବେଦନ କରିଥିଲେ କିନ୍ତୁ ଲିଷ୍ଟରେ ଆପଣମାନଙ୍କର ନାମ ନାହିଁ, ତାହେଲେ ଆପଣମାନେ ଏହି 10 ଦିନ ଭିତରେ ଅଭିଯୋଗ କରିବାର ଅଛି ଯେ ମୋ ଲିଷ୍ଟରେ ନାମ ନାହିଁ। ସେହି ଅନୁସାରେ ଆପଣମାନେ ଏକ ଅଭିଯୋଗ ଦାଖଲ କରିବା ପାଇଁ ପଡ଼ିବ, ଯାହା ପଞ୍ଚାୟତ ଅଫିସରେ ଏକ ବକ୍ସ ମଧ୍ୟ ରହିଛି। ସେହି ବକ୍ସରେ ଆପଣମାନଙ୍କର ଅଭିଯୋଗଟିକୁ ଦାଖଲ କରିବାର ଅଛି। 2 ନମ୍ବରରେ ଆପଣଙ୍କ ଗାଁର ଅଯୋଗ୍ୟ ଲୋକଙ୍କ ନାମ ଲିଷ୍ଟରେ ଆସିଥିଲେ ତ ତାଙ୍କ ଅଭିଯୋଗ ଆପଣ କରିପାରିବେ। ଯଦି ଆପଣଙ୍କ ଗାଁରେ ଏମିତି କେହି ଲୋକ ଅଛନ୍ତି ଧନୀ ଶ୍ରେଣୀର
ତ ସେମାନଙ୍କ ନାମରେ ମଧ୍ୟ ଆପଣ ଅଭିଯୋଗ କରିପାରିବେ ଯେ ସେମାନେ ଘର ପାଇବା ପାଇଁ ଯୋଗ୍ୟ ନୁହନ୍ତି, କିନ୍ତୁ ସେମାନଙ୍କର ନାମ ଅଛି। ଆଉ 10 ଦିନ ଆପଣଙ୍କ ହାତରେ ରହିଲା। ଯଦି ଆପଣ ଚାହୁଁଛନ୍ତି ଆପଣ ଜଣେ ଯୋଗ୍ୟ ହିତାଧିକାରୀ ଲିଷ୍ଟରେ ଆପଣମାନଙ୍କର ନାମ ନାହିଁ, ତୁରନ୍ତ ଆପଣମାନେ ଅଭିଯୋଗ କରନ୍ତୁ। ତା ସହିତ ଆପଣମାନଙ୍କର ଯେଉଁ ଅଭିଯୋଗଟି ଖୁବ୍ ଶୀଘ୍ର ଶୁଣାଯିବ ବ୍ଲକ ଅଧିକାରୀମାନଙ୍କ ଦ୍ୱାରା। ଏବେ ପ୍ରତ୍ୟେକ ପଞ୍ଚାୟତରେ ଏକ ଜନସୂଚନା ଜାରି କରାଯାଇଛି। ଆପଣଙ୍କ ପଞ୍ଚାୟତ ଅଫିସରେ ଏହି ସୂଚନାଟି ମଧ୍ୟ ମରାଯାଇଥିବ। ଯଦି ଆପଣଙ୍କ ପଞ୍ଚାୟତରେ ଜନସୂଚନା ମରାଯାଇଛି ତାହେଲେ ଆପଣ କମେଣ୍ଟ ସେକ୍ସନରେ କମେଣ୍ଟ କରିକି ଜଣାଇବେ। ଏହି ଜନସୂଚନାରେ ମେନସନ୍ ରହିଛି ଯେ ଏତଦ୍ ଦ୍ୱାରା ଆପଣମାନଙ୍କର ଯେଉଁ ପଞ୍ଚାୟତ ରହିଥିବ ସେହି ପଞ୍ଚାୟତ ସମିତି ଅନ୍ତର୍ଗତ 24 ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ପତ୍ର ସଂଖ୍ୟା 16445 ତା 12/6/2026 ତାରିଖ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ପାଇଁ ଆବାସ ପ୍ଲସ୍ ସର୍ଭେ 2024ରେ ପ୍ରସ୍ତୁତ ହୋଇଥିବା ହିତାଧିକାରୀ ତାଲିକା ଅଦ୍ୟ ତା 30/6/2026 ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟର ନୋଟିସ୍ ବୋର୍ଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆପଣମାନଙ୍କ ପଞ୍ଚାୟତରେ ଯେଉଁ ନୋଟିସ୍ ବୋର୍ଡ଼ ରହିଛି ଓ ପ୍ରମୁଖ ସ୍ଥାନମାନଙ୍କରେ ପ୍ରକାଶ କରାଯାଇଛି। ଯଦି ଏହି ତାଲିକାରେ ଅଯୋଗ୍ୟ ଅର୍ଥାତ୍ ଇନ୍ଏଲିଜିବଲ୍ ପରିବାରଙ୍କ ନାମ ସାମିଲ ହୋଇଥାଏ ତେବେ ଜନସାଧାରଣ ଜନତା 30/6/2026 ତାରିଖରୁ 15/7/2026 ତାରିଖ ମଧ୍ୟରେ ନିଜର ଲିଖିତ ଆପତ୍ତି ଅଭିଯୋଗ ନିମ୍ନଲିଖିତ ପଦ୍ଧତି ଅନୁସାରେ ଦାଖଲ କରିପାରିବେ। ଦେଖନ୍ତୁ ଆପଣଙ୍କ ହାତରେ ଆଉ 10 ଦିନ ସମୟ ରହିଲା। ଏହି 10 ଦିନ ସମୟ ମଧ୍ୟରେ ଆପଣମାନେ ଆପଣମାନଙ୍କର ଅଭିଯୋଗ ଦାଖଲ କରିପାରିବେ। ତ ଦାଖଲ କରିବା ପାଇଁ ଆପଣମାନଙ୍କର ଅଭିଯୋଗ ପଦ୍ଧତି ମଧ୍ୟ ମୁଁ ଆପଣମାନଙ୍କୁ ଜଣାଇ ଦେଉଛି। ଗ୍ରାମ ପଞ୍ଚାୟତ କିମ୍ବା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରଖାଯାଇଥିବା ଅଭିଯୋଗ ବାକ୍ସରେ ଆପଣମାନେ ଲିଖିତ ଆବେଦନ ପକାନ୍ତୁ। ଯାହା ବି ଆପଣ ଲେଖିବା ପାଇଁ ଚାହୁଁଛନ୍ତି ଗୋଟେ ପ୍ଲେନ୍ ପେପରରେ ଆପଣମାନେ ଲେଖିଦିଅନ୍ତୁ। ତ ଲେଖିବେ କେମିତି, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଅଭିଯୋଗଟି ଆପଣମାନେ ଲେଖିବେ କେମିତି। ତ ଟୋଲ୍ ଫ୍ରି ନମ୍ବର ମଧ୍ୟ ଆପଣମାନେ ନୋଟ୍ କରିନିଅନ୍ତୁ। ମୁଁ ଆପଣମାନଙ୍କୁ ଜଣାଇ ଦେଉଛି 180012199421, ଯେଉଁଟାକି ଷ୍ଟେଟ୍ ଟୋଲ୍ ଫ୍ରି ନମ୍ବର ରହିଛି। ଏହି ନମ୍ବରରେ ମଧ୍ୟ ଆପଣ କଲ୍ କରିକି ମଧ୍ୟ ଅଭିଯୋଗ କରିପାରିବେ। ଯଦି ଆପଣ ଲିଖିତ ଆକାରରେ ଅଭିଯୋଗ କରିପାରୁନାହାନ୍ତି